ମହାପୁରୁଷ ହାରିଦାସଙ୍କ ବାଣୀ। ଯେ କରେ ପର ଉପକାର, ଦେବେ ବସନ୍ତି ତା ଶରୀର। ସେଜନ ମହତ୍ଵ ଅଟଇ, ମାତା ପିତା ନିତ୍ୟ ସେବଇ। ଆଦି ଅନାଦି ଯା ବୋଲନ୍ତି, ସେ ମାତା ପିତା ହୋଇଛନ୍ତି। ନିର ପ୍ରାୟେ ହୋଇଲେ ନର, ନିଶ୍ଚେ ତରିବ ଏ ସଂସାର। ମନୁଷ୍ୟ ହେଲେ ମର୍ତ୍ତ୍ୟେ କହି, ଯେନ ପାରିଲା କିଛି ସହି। ବ୍ୟର୍ଥ ଜୀବନ ଅଟେ ତାର, ନ ସହେ ଯେ ଭାର ସଦାର। ଅଗ୍ନି ଯେସନେ ସର୍ବ ଖାଇ, ଯେ ବା ମିଳଇ ନ ଛାଡ଼ଇ। ଏହା ନ ଜାଣି ମୂଢ଼ ପ୍ରାଣୀ, ମାୟାର ଯନ୍ତ୍ର ମନ୍ତ୍ର ଜାଣି। ସାଧକ ହୋଇଥାନ୍ତି ଯାହା, ସେଟି ସକଳ ଅଟେ ମାୟା। ସେ କାହୁଁ ଜାଣିବ ସୁଗତି, ଶ୍ରୀ ବାସୁଦେବ ଭାବ ପ୍ରୀତି। ପିତାର ନିନ୍ଦା ମନେଇଛି, କେଜନ ଅବା ସୁସ୍ଥେ ଅଛି। ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ଯେବା ପୁଣି। କାମରେ ଲାଗି ରହିବା, ଅଧ୍ୟବସାୟ ବା ପରିଶ୍ରମ, ସବୁ କାମରେ ସାଫଲ୍ୟ ଲାଭର ଚାବିକାଠି। ଆପଣ ବୁଦ୍ଧିମାନ ହୋଇ ନ ପାରନ୍ତି, କିନ୍ତୁ ବାରମ୍ବାର ଅଧ୍ୟୟନ ଓ ମନନରେ ଆପଣ ନିଶ୍ଚୟ ସର୍ବୋତ୍କୃଷ୍ଟ ପଣ୍ଡିତ ହୋଇପାରିବେ। ବୁଦ୍ଧି ମଧ୍ୟରେ ଚତୁରତା ବା ଚାଲାକି ରହି ତାର ଶକ୍ତିକୁ ଖର୍ବ କରିଦିଏ। ଏପରିକି ବୁଦ୍ଧିମାନ ଲୋକ ହିଁ ବୁଦ୍ଧିର ଅପପ୍ରୟୋଗ କରିଥାନ୍ତି, କିନ୍ତୁ ପରିଶ୍ରମୀ ଶ୍ରମ ସାହାଯ୍ୟରେ ବହୁ ସୁଫଳର ଅଧିକାରୀ ହୁଏ। କାଲଭିନ ସାହେବ କହନ୍ତି, ପ୍ରତିଭା, ଶିକ୍ଷା ଓ ବୁଦ୍ଧିମତା ଅଧ୍ୟବସାୟର ସଙ୍ଗରେ ପଡ଼ିବେ ନାହିଁ। କାଠୁରିଆର ଗୋଟିଏ ଚୋଟକୁ 100 ଚୋଟରେ ପରିଣତ କଲେ, ଅର୍ଥାତ୍ ଲାଗି ରହିଲେ ବିରାଟ ଦ୍ରୁମଟି ହାଣି ହୋଇଯାଇ ଭୂପତିତ ହୁଏ। ଗୋଟିଏ ଚୋଟ କେବଳ କ୍ଷତ ବା ଦାଗଟିଏ ରଖିଦିଏ। ସେହିପରି ବହୁଥର ହାତୁଡ଼ିରେ ପିଟିଲେ ଲୁହା ବଙ୍କା ହୋଇଯାଏ ଓ ପଥର ଚୂନା ହୋଇଯାଏ। ଆପଣଙ୍କ ପ୍ରଥମ ଥରର ବିଫଳତା ବାରମ୍ବାର ପ୍ରଚେଷ୍ଟାରେ ସଫଳତାରେ ପରିଣତ ହୁଏ। ତେଣୁ କୌଣସି ଉଦ୍ୟମରେ ସବୁବେଳେ ଲାଗି ରହିବା ଭଲ। ଏପରିକି ଲାଗି ରହିଲେ ଈଶ୍ୱର ଦର୍ଶନ ବି ଲାଭ ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।